ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେମାନେ ଆଲୋଚନା କରିବା ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ଲେଖାଯାଇଥିବା ଭବିଷ୍ୟତବାଣୀ ଗୁଡ଼ିକ ମଧ୍ୟରୁ ଏମିତି ଏକ ଭବିଷ୍ୟତବାଣୀ ଯାହାକି ରିସେଣ୍ଟଲି ସେ ଭବିଷ୍ୟତବାଣୀ ସମ୍ପୂର୍ଣ୍ଣ ହେଲା। ମାନେ ମୋର କହିବାର କଥା ହେଉଛି, ବାଇବେଲରେ ଲେଖାଯାଇଥିବା ଭବିଷ୍ୟତବାଣୀ ଗୁଡ଼ିକ ମଧ୍ୟରୁ ଆଉ ଏକ ଭବିଷ୍ୟତବାଣୀ ସଫଳ ହେଲା। ତେବେ ପ୍ରିୟ ବନ୍ଧୁଗଣ, କେଉଁ ଭବିଷ୍ୟତବାଣୀ ସଫଳ ହୋଇଛି ଯଦି ଆପଣମାନେ ଜାଣିବା ପାଇଁ ଚାହୁଁଛନ୍ତି, ତେବେ ମୋ ସହିତ ଖୋଲିପାରିବେ ଜୋଏଲ ଭବିଷ୍ୟତ ବକ୍ତାଙ୍କର ପୁସ୍ତକ, ତା'ର 2 ପର୍ବ 30 ପଦ ଏବଂ 31 ପଦ। ମୁଁ ପଢ଼ି ଦେଉଅଛି ଆପଣମାନଙ୍କ ନିମନ୍ତେ, ଆପଣମାନେ ଧ୍ୟାନର ସହିତ ଶୁଣନ୍ତୁ। ଜୋଏଲ ତା'ର 2 ପର୍ବ 30 ପଦ ଏବଂ 31 ପଦ। ଏଠାରେ ଏମିତି ଲେଖାଯାଏ, ପୁଣି ଆମ୍ଭେ ଆକାଶରେ ଓ ପୃଥିବୀରେ ରକ୍ତ ଓ ଅଗ୍ନି ଓ ଧୂମ ସ୍ତମ୍ଭର ଅଦ୍ଭୁତ ଲକ୍ଷଣ ଦେଖାଇବା। 31 ପଦ। ସଦାପ୍ରଭୁଙ୍କର ମହତ ଓ ଭୟଙ୍କର ଦିନର ଆଗମନର ପୂର୍ବେ ସୂର୍ଯ୍ୟ ଅନ୍ଧକାର ଓ ଚନ୍ଦ୍ର ରକ୍ତ ହୋଇଯିବ। ବିଶେଷ କରି 30 ପଦ ଦେଖନ୍ତୁ। 30 ପଦ ସହିତ 31 ପଦର ଗୋଟେ ଲିଙ୍କ ରହିଅଛି, ବହୁତ ବଡ଼ ସମ୍ପର୍କ ରହିଅଛି। କିନ୍ତୁ ବିଶେଷ କରି 30 ପଦ ଦେଖନ୍ତୁ, ଲେଖା ହେଉଛି, ଆମ୍ଭେ ଆକାଶରେ ଓ ପୃଥିବୀରେ ରକ୍ତ ଓ ଅଗ୍ନି ଓ ଧୂମ ସ୍ତମ୍ଭର ଅଦ୍ଭୁତ ଲକ୍ଷଣ ଦେଖାଇବା। ତେବେ ପରମେଶ୍ୱର ଆକାଶରେ ରକ୍ତର ଲକ୍ଷଣ ଦେଖାଇବେ ବୋଲି ଭବିଷ୍ୟତବାଣୀ କରାହୋଇଥିଲା। ଆଉ ସେହି ଭବିଷ୍ୟତବାଣୀ ବର୍ତ୍ତମାନ ସମ୍ପୂର୍ଣ୍ଣ ହେଲା। ତେବେ ପ୍ରିୟ ବନ୍ଧୁଗଣ, କେବଳ ଗୋଟିଏ ଦେଶ ନୁହେଁ, ବିଭିନ୍ନ ଦେଶମାନଙ୍କରେ କ'ଣ ହେଇଛି ନା, ଆକାଶ ରକ୍ତବର୍ଣ୍ଣ ହୋଇଯାଇଛି। ଆକାଶ ପୁରା ଲାଲ ହୋଇଯାଇଛି। ହୁଏତ କେହି କହିପାରନ୍ତି, ଏହା ହେଉଛି ମାନେ ପାଣିପାଗ ଯୋଗୁଁ ଏହା ହେଇଥାଇପାରେ। ତେବେ ପ୍ରିୟ ବନ୍ଧୁଗଣ, ଗୋଟେ ଦେଶରେ ହେବା କୋ ଇନ୍ସିଡେଣ୍ଟ ଅଟେ, 2ଟା ଦେଶରେ ହେବା କୋ ଇନ୍ସିଡେଣ୍ଟ। କିନ୍ତୁ ଯଦି ଲଗାତାର 10ଟା କି 15ଟା ଦେଶରେ ଯଦି ଏମିତି ସମାନ ଲକ୍ଷଣ ଦେଖାଯାଏ, ତେବେ ଏହାକୁ ଆପଣ କ'ଣ କହିବେ? ଏହା ନିଶ୍ଚିନ୍ତ ଭାବରେ ବାଇବେଲରେ ଲେଖାଯାଇଥିବା ଏହି ଭବିଷ୍ୟତବାଣୀ ସମ୍ପୂର୍ଣ୍ଣ ହେଲା। ହଁ ପ୍ରିୟ ବନ୍ଧୁଗଣ, ତେବେ ପ୍ରିୟ ବନ୍ଧୁଗଣ, ଏହି ଭିଡ଼ିଓରେ ଥିବା ସାଉଣ୍ଡକୁ ମୁଁ ମ୍ୟୁଟ୍ କରିଦେଇଛି। ମ୍ୟୁଟ୍ କରିବାର କାରଣ ହେଉଛି, ହୁଏତ କପିରାଇଟ୍ କ୍ଲେମ୍ ଆସିପାରେ, ସେଥି ନିମନ୍ତେ ମୁଁ ମ୍ୟୁଟ୍ କରିଦେଇଛି। କିନ୍ତୁ ପ୍ରିୟ ବନ୍ଧୁଗଣ, ଆପଣମାନେ ଭିଡ଼ିଓ ଦେଖନ୍ତୁ ପ୍ରକୃତରେ କ'ଣ ହେଇଥିଲା। ତେବେ ଚାଲନ୍ତୁ ପ୍ରିୟ ବନ୍ଧୁଗଣ, ପ୍ରଥମେ ଆମେ ସେଇ ଭିଡ଼ିଓକୁ ଦେଖିବା, ତାପରେ ଆମେମାନେ କଥାବାର୍ତ୍ତା କରିବା।
ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନେ ଭିଡ଼ିଓ କ୍ଲିପ୍ ଆପଣ ଦେଖିଲେ ବିଭିନ୍ନ ଦେଶମାନଙ୍କରେ କ'ଣ ହେଇଛି ନା ଆକାଶ ରକ୍ତମୟ ହୋଇଯାଇଛି ବା ଆକାଶ ଲାଲ ରଙ୍ଗ ଦେଖାଯାଇଛି। ଏଠାରେ ଯେଉଁ ଭବିଷ୍ୟତବାଣୀ କରାହେଇଛି ଯେଉଁଟା ଆମେ ପଢ଼ିଲୁ, ପରମେଶ୍ୱର କହୁଛନ୍ତି ଆମେ ଅଦ୍ଭୁତ ଲକ୍ଷଣ ଦେଖାଇବା। ଆମେ ଆକାଶରେ ଓ ପୃଥିବୀରେ, ଆକାଶରେ ମଧ୍ୟ ପୃଥିବୀରେ ମଧ୍ୟ କ'ଣ ଦେଖାଇବେ? ରକ୍ତ ଓ ଅଗ୍ନି ଓ ଧୂମ ସ୍ତମ୍ଭର ଅଦ୍ଭୁତ ଲକ୍ଷଣ ପ୍ରଭୁ ଦେଖାଇବେ। ଜୋଏଲ ଭବିଷ୍ୟତ ବକ୍ତାଙ୍କ ସମୟରେ ଜୋଏଲ ଭବିଷ୍ୟତ ବକ୍ତା ଯେଉଁ ଭବିଷ୍ୟତବାଣୀ କରିଥିଲେ ତାହା ଆଜି ସଫଳ ହୋଇଛି। ଏହା ସବୁଠାରୁ ଚମତ୍କାର ବିଷୟ ଅଟେ। ତେବେ ପ୍ରିୟ ବନ୍ଧୁଗଣ, ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗୁଛି, ଯଦି ଏହି ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଥାଏ, ଏହି ଖବରକୁ ଆପଣ ନିଶ୍ଚିନ୍ତ ସେୟାର କରନ୍ତୁ। ଏହି ଭିଡ଼ିଓକୁ ଆପଣ ସେୟାର କରିବା ଦ୍ୱାରା ଅନ୍ୟମାନେ ମଧ୍ୟ ଏ ଖବରକୁ ଆପଣ ପାଇଯିବେ। ତେବେ ଏହି ସମସ୍ତ ବିଷୟ ଜାଣିବା ଆମ ପାଇଁ ଜରୁରୀ ଅଟେ। ଆଉ ଏହି ବାକ୍ୟ ଦ୍ୱାରା, ଏହି ଘଟଣା ଦ୍ୱାରା ନିଶ୍ଚିନ୍ତ ଭାବରେ ଆମମାନଙ୍କର ବିଶ୍ୱାସ ଆହୁରି ମଜବୁତ ହେବ ପ୍ରଭୁ ଯୀଶୁଙ୍କ ନିକଟରେ। କେବଳ ଏହି ଗୋଟିଏ ନୁହେଁ ପ୍ରିୟ ବନ୍ଧୁଗଣ, ଏମିତି ଅନେକ ଭବିଷ୍ୟତବାଣୀ ଗୁଡ଼ିକ ରହିଅଛି, ଏମିତି ଅନେକ ଭବିଷ୍ୟତବାଣୀ ଗୁଡ଼ିକ ରହିଅଛି ଆଉ ଯାହାକି ସଫଳ ହୋଇସାରିଛି, ଏବଂ ଏମିତି କିଛି ଭବିଷ୍ୟତବାଣୀ ରହିଅଛି ଯାହାକି ସଫଳ ହେବା ପାଇଁ ଯାଉଅଛେ। ହଁ ପ୍ରିୟ ବନ୍ଧୁଗଣ, କିଛି ଭବିଷ୍ୟତବାଣୀ ସଫଳ ହୋଇଅଛି, ଆଉ କିଛି ଭବିଷ୍ୟତବାଣୀ ସଫଳ ହେବା ନିମନ୍ତେ ଯାଉଅଛେ। ବାଇବେଲରେ ଅନେକ ଭବିଷ୍ୟତବାଣୀ ରହିଅଛି। ସେଥିମଧ୍ୟରୁ ପ୍ରଭୁ ଯୀଶୁ ମଧ୍ୟ ଏକ ଭବିଷ୍ୟତବାଣୀ କରିଥିଲେ ମାଥିଉ ଲିଖିତ ସୁସମାଚାରରେ, ଯେଉଁଟା ଏଇଠି ଆମେ ପଢ଼ିଲୁ। ସୂର୍ଯ୍ୟ ଅନ୍ଧକାରମୟ ହେବ ଏବଂ ଚନ୍ଦ୍ର ରକ୍ତମୟ ହୋଇଯିବ। ଯେତେବେଳେ ଶିଷ୍ୟମାନେ, ପ୍ରଭୁ ଯୀଶୁଙ୍କର ଶିଷ୍ୟମାନେ ପ୍ରଭୁ ଯୀଶୁଙ୍କ ନିକଟକୁ ଆସି ପଚାରୁଛନ୍ତି, ହେ ଗୁରୁ, ଆମମାନଙ୍କୁ ଜଣାନ୍ତୁ ଯେ ଆପଣଙ୍କର ଦ୍ୱିତୀୟ ଆଗମନ କେମିତି ହେବ? ଆମେ କେମିତି ଜାଣିବୁ ଯେ ଆପଣଙ୍କର ଦ୍ୱିତୀୟ ଆଗମନ ହେବ? ସେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅନେକ ଲକ୍ଷଣ ବିଷୟରେ କହିଲେ। ଆଉ ସେଥିମଧ୍ୟରୁ ଗୋଟିଏ ହେଉଛି କ'ଣ? ଗୋଟିଏ ହେଉଛି ସୂର୍ଯ୍ୟ ଅନ୍ଧକାରମୟ ହେବ, ଚନ୍ଦ୍ର ରକ୍ତମୟ ହୋଇଯିବ। ମାଥିଉ ଲିଖିତ ସୁସମାଚାର ପଢ଼ନ୍ତୁ। ଆଉ ମାଥିଉ ଲିଖିତ ସୁସମାଚାରରେ ଏ ସମସ୍ତ ବିଷୟର ଲିପିବଦ୍ଧ କରାଯାଇଛି। ସମସ୍ତ ନମସ୍କାର। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର।